जो बीजेडी ର ସବୁ ମୁଣ୍ଡି ନେତା ଅଛନ୍ତି ସେ ସବୁ ଚୁପ୍ ବସିଛନ୍ତି। ଏଇ କେତେଟା ଦରମାନିଆ ନେତା ଆଗକୁ ଛାଡ କ୍ୟାମେରା ଦେଖିଲା ବେଳକୁ ଖାଲି ଫଡ 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 ହଉଛି। ତାକୁ ଆପଣ କେମିତି ଦେଖୁଛନ୍ତି? ବିଜେଡିର ଯୋଉ ପୁରୁଖା ନେତା ମାନେ ସେମାନେ ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଲେଣି। ଜୀବନ ସାରା ରାଜନୀତିକୁ ଦେଖି ଆସିଛନ୍ତି, ଜୀବନ ସାରା ପରାଜୟ ଏବଂ ବିଜୟକୁ ଦେଖି ଆସିଛନ୍ତି। ଆଉ ଯୋଉ ଦରମା ନିଆ ନେତା ଯୋଉ ଫଡ ଫଡ ହଉଛନ୍ତି, ଦଣ୍ଡିଗିରି ମାଛ ଯେମିତି ଆଞ୍ଜୁଳି ପାଣିରେ ଫଡଫଡ ହୁଏ, କିନ୍ତୁ ସେମାନେ ଜାଣନ୍ତିନି ଯେ ପାଣିଟା କେତେବେଳେ ଶୁଖିଯିବ। ତେଣୁ ସେମାନେ ଫଡଫଡ ହୁଅନ୍ତି, ବଡ ଆଶା କରନ୍ତି, ବଡ କଥା କୁହନ୍ତି। ସେମିତି ଏବେ ବିଜେଡିର ଦରମାନିଆ ନେତାମାନେ ବଡ ବଡ କଥା କହୁଛନ୍ତି, ବଡ ବଡ ଆଶା ଭୋଟରଙ୍କୁ ଦେଖାଉଛନ୍ତି। କିନ୍ତୁ ପୁରୁଖା ନେତାମାନେ ଜାଣିଛନ୍ତି ପାଣି କେତେ ଅଛି ଦଳରେ ଏବଂ ପାଣି ତଳେ କେତେ ବାଟରେ ପଙ୍କ ଅଛି, ସେମାନେ ସେ କଥା ବି ଜାଣିଛନ୍ତି। ତେଣୁ ସେମାନେ ଫଡ ଫଡ ନ ହେଇ ଚୁପ୍ ରହିବାକୁ ଉଚିତ ମନେ କରୁଛନ୍ତି।